ନମସ୍କାର। ଏହି ଭିଡ଼ିଓରେ ଆମେ ଅର୍ଥନୈତିକ ବ୍ୟବସ୍ଥା ଦ୍ୱିତୀୟ ଅଧ୍ୟାୟର ଚ୍ୟାପ୍ଟର ବା ପ୍ରଥମ ପାଠ ଦର ବୃଦ୍ଧି ଓ ଆର୍ଥିକ ଯୋଜନା। ଏହି ପାଠରେ ଆମେ ପ୍ରଶ୍ନୋତ୍ତର ଆଲୋଚନା କରିବୁ। ଦର ବୃଦ୍ଧି କହିଲେ କ'ଣ ବୁଝାଏ? ପୂର୍ବରୁ କୌଣସି ଦ୍ରବ୍ୟ କ୍ରୟ କରିବାକୁ ଯେତିକି ମୂଲ୍ୟ ପୈଠ କରିବାକୁ ପଡ଼ିଥିଲା, ବର୍ତ୍ତମାନ ତା ଠାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ିଲେ ତାକୁ ଦର ବୃଦ୍ଧି କୁହାଯାଏ। ଦର ବୃଦ୍ଧି କିପରି ନିରୂପଣ କରାଯାଏ? ସାଧାରଣତଃ ଦର ବୃଦ୍ଧି ଦୁଇ ପ୍ରକାର ପଦ୍ଧତିରେ ନିରୂପିତ ହୋଇଥାଏ: ପାଇକାରୀ ଦରସୂଚକ ଓ ଖାଉଟି ଦରସୂଚକ। ବର୍ତ୍ତମାନ ଆମ ଦେଶରେ 460 ଦ୍ରବ୍ୟକୁ ନେଇ ପାଇକାରୀ ଦରସୂଚକ ନିର୍ଣ୍ଣୟ କରାଯାଏ। ଖାଉଟି ଦରସୂଚକ ପ୍ରସ୍ତୁତି ପାଇଁ ଖାଉଟିମାନେ ବ୍ୟବହାର କରୁଥିବା ବିଭିନ୍ନ ଦ୍ରବ୍ୟଗୁଡ଼ିକ ହିସାବକୁ ନିଆଯାଇଥାଏ। ଏହା ସାଧାରଣତଃ ବିଭିନ୍ନ ଶ୍ରମିକ ଗୋଷ୍ଠୀ ଓ ସେମାନେ ବ୍ୟବହାର କରୁଥିବା ଦ୍ରବ୍ୟକୁ ନେଇ ପ୍ରସ୍ତୁତ ହୁଏ। ଦର ବୃଦ୍ଧି ଦରସୂଚକକୁ ନେଇ ନିରୂପିତ ହୁଏ। ସାଧାରଣତଃ ଏହି ପ୍ରକ୍ରିୟାରେ ଦେଶରେ ବିକ୍ରି ହେଉଥିବା ବିଭିନ୍ନ ଦ୍ରବ୍ୟ ଓ ସେବାର ଦର ଗୋଟିଏ ବର୍ଷରେ ଯାହା ଥାଏ ତାହାକୁ 100 ବୋଲି ଧରାଯାଏ। ଯଦି ପରବର୍ତ୍ତୀ ବର୍ଷ ମାନଙ୍କରେ ଉକ୍ତ ଦ୍ରବ୍ୟ ଓ ସେବାର ଦର ବୃଦ୍ଧି ଘଟେ, ତେବେ ମୂଳ ବର୍ଷର 100କୁ ଧରି ତତ୍ପର ବର୍ଷ ସୂଚକ ନିର୍ଦ୍ଧାରିତ ହୁଏ। ଚାହିଦା ଆକର୍ଷଣ ମୁଦ୍ରାସ୍ଫୀତି କ'ଣ? ଯେତେବେଳେ ଏକ ଅର୍ଥ ବ୍ୟବସ୍ଥାରେ ସମୂହ ଚାହିଦା ମୋଟ ଯୋଗାଣ ଠାରୁ ଅଧିକ ହୋଇଥାଏ, ସେତେବେଳେ ମୁଦ୍ରାସ୍ଫୀତି ସୃଷ୍ଟି ହୋଇଥାଏ। ଏହାକୁ ଚାହିଦା ଆକର୍ଷଣ ମୁଦ୍ରାସ୍ଫୀତି କୁହାଯାଏ। ଦର ବୃଦ୍ଧି ଲୋକଙ୍କୁ କିପରି ପ୍ରଭାବିତ କରେ? ଦର ବୃଦ୍ଧି ମୁଖ୍ୟତଃ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କର ଜୀବନ ଜୀବିକା ଉପରେ କୁପ୍ରଭାବ ପକାଇଥାଏ। ଏହା ସାଧାରଣତଃ ଖାଉଟିମାନଙ୍କର ଜୀବନଯାପନ ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଦରମା ପାଉଥିବା ବ୍ୟକ୍ତି, ମଜୁରୀ ବା ପାରିଶ୍ରମିକ ପାଉଥିବା ମଧ୍ୟବିତ୍ତ ଶ୍ରେଣୀ, ଋଣଦାତା, ଶୁଳ୍କଦାତା ଓ ଆମଦାନୀକାରୀମାନଙ୍କ ଉପରେ ଦର ବୃଦ୍ଧି ପ୍ରତିକୂଳ ପ୍ରଭାବ ପକାଇଥାଏ। ଆର୍ଥିକ ଯୋଜନା ଆବଶ୍ୟକ କାହିଁକି? ଆର୍ଥିକ ଯୋଜନା ଦ୍ୱାରା ସଞ୍ଚୟ ଓ ଖର୍ଚ୍ଚ ପ୍ରଭାବକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥାଏ। ଏହା ବିଭିନ୍ନ ଜରୁରୀ ପରିସ୍ଥିତି ପାଇଁ ଜୀବନକୁ ସରଳ କରିଥାଏ। ସେଥିପାଇଁ ଆର୍ଥିକ ଯୋଜନା ଆବଶ୍ୟକ। ବଜେଟିଂ କାହିଁକି ଗୁରୁତ୍ୱପୂର୍ଣ୍ଣ? ବ୍ୟକ୍ତିଗତ ଅର୍ଥକୁ ନିୟନ୍ତ୍ରଣ କରିବା, ଖର୍ଚ୍ଚକୁ ନିୟନ୍ତ୍ରଣ କରିବା, ରୋଜଗାର ଅର୍ଥ ମଧ୍ୟ ସୀମିତ ରଖିବା ଏବଂ ଆୟ ବ୍ୟୟକୁ ବିଚାରକୁ ନେଇ ସଞ୍ଚୟର କଳନା କରିବା ପାଇଁ ବଜେଟିଂ ଗୁରୁତ୍ୱପୂର୍ଣ୍ଣ। ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ କ'ଣ? 6 ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ଅନୁବନ୍ଧନ ପତ୍ର ହେଉଛି ଜାତୀୟ ସଞ୍ଚୟ ସାର୍ଟିଫିକେଟ୍। ଏହା ଡାକଘର ଜରିଆରେ ବିକ୍ରି ହୋଇଥାଏ। ଏଥିରେ ଶତକଡ଼ା 8 ସୁଧ ହାରରେ ଜମା ଅର୍ଥ ନିବେଶକାରୀ ମିଆଦ ସମୟ ସରିଗଲେ ମିଳିଥାଏ। ଏହା ଅର୍ଥନିବେଶର ଏକ ଉତ୍ତମ ମାଧ୍ୟମ। ଅଂଶଧନ ବଜାରରେ ଅର୍ଥ ଖଟାଇବା ଆଶଙ୍କାପୂର୍ଣ୍ଣ କାହିଁକି? ଅଂଶଧନ ଦରରେ ନିୟମିତ ହ୍ରାସ ବୃଦ୍ଧି ହୋଇଥାଏ। ନିବେଶ କରିଥିବା ଅଂଶଧନର ମୂଲ୍ୟ କମିଗଲେ ବା କମ୍ପାନୀ ଦେବାଳିଆ ହୋଇଗଲେ ନିବେଶ ପରିମାଣର କିଛି ବା ସବୁ ଅର୍ଥ ହରାଇବାକୁ ପଡ଼ିଥାଏ। ତେଣୁ ଅଂଶଧନ ବଜାରରେ ଅର୍ଥ ଖଟାଇବା ଆଶଙ୍କାପୂର୍ଣ୍ଣ।
ଅନୁବନ୍ଧନ ପତ୍ର କହିଲେ କ'ଣ ବୁଝାଏ? ବଡ଼ ବଡ଼ କମ୍ପାନୀମାନେ ବଜାରରୁ ଋଣ ସଂଗ୍ରହ କରିଥାନ୍ତି ଏବଂ ଅସଂଖ୍ୟ ଲୋକଙ୍କ ପୁଞ୍ଜି ବିନିଯୋଗକାରୀ ଭାବେ ଋଣଦାତା ଦେଇଥାନ୍ତି। ସାଧାରଣ ଲୋକଙ୍କଠାରୁ ଋଣ ସଂଗ୍ରହ ବେଳେ କମ୍ପାନୀ ପ୍ରତ୍ୟେକ ନିବେଶକାରୀଙ୍କୁ ଯେଉଁ ପ୍ରମାଣପତ୍ର ଦେଇଥାଏ ତାକୁ ଅନୁବନ୍ଧନ ପତ୍ର କୁହାଯାଏ। ଭାରତୀୟ ପ୍ରତିଭୂତି ଓ ବିନିମୟ ପରିଷଦର ଭୂମିକା କ'ଣ? ଭାରତୀୟ ପ୍ରତିଭୂତି ଓ ବିନିମୟ ପରିଷଦ ନିବେଶକ ମାନଙ୍କର ସମସ୍ୟା ସମ୍ବନ୍ଧୀୟ ଅଭିଯୋଗକୁ ସମୀକ୍ଷା କରି ତାର ପ୍ରାସଙ୍ଗିକତା ସ୍ଥିର କରିଥାଏ। ଯଦି ଏହା ସେବିର କ୍ଷମତା ପରିସରଭୁକ୍ତ ହୋଇଥାଏ ତେବେ ଅଭିଯୋଗକୁ ନିର୍ଦ୍ଦିଷ୍ଟ ସଂସ୍ଥା ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ପଠାଇ ତାର ଲିଖିତ ଉତ୍ତର ଯଥାଶୀଘ୍ର ନିବେଶକକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥାଏ। ସମସ୍ତ ଷ୍ଟକ୍ ଏକ୍ସଚେଞ୍ଜର ସବୁ ଏ ପ୍ରକାର ସମସ୍ୟାର ସମାଧାନ ଏହା କରିଥାଏ। 2 ନମ୍ବର ଟିପ୍ପଣୀ, ଆର୍ଥିକ ଯୋଜନା ପ୍ରକ୍ରିୟା। ଆମେ ଅନେକ ସମୟରେ ଆମ ଜୀବନର ଛୋଟ ବଡ଼ ଆର୍ଥିକ ନିଷ୍ପତ୍ତି ନେଇଥାଉ। ଏହି ଯୋଜନାର ଆମର ତଥା ଆମ ପରିବାରର ଆର୍ଥିକ ଅବସ୍ଥା ଦ୍ୱାରା ପ୍ରଭାବିତ ହୋଇଥାଏ। ଏହାକୁ ଆର୍ଥିକ ଯୋଜନା ପ୍ରକ୍ରିୟା କୁହାଯାଏ। ଏହା 2ଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ ଯଥା ନିଜ ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ରଖିବା, ସେହି ଲକ୍ଷ୍ୟ ପୂରଣ ପାଇଁ ଆର୍ଥିକ ସ୍ଥିତି ଏବଂ ବିନିଯୋଗ ବିଷୟରେ ବିବରଣୀ ପ୍ରସ୍ତୁତ କରିବା। ଆୟକୁ ଆଖି ଆଗରେ ରଖି ବ୍ୟୟକୁ ସଂକୁଚିତ କରିବା ଏବଂ ସଞ୍ଚୟର କଳନ କରିବା ଏହାର ଅନ୍ତର୍ଭୁକ୍ତ। ଥରେ ଆର୍ଥିକ ଯୋଜନା ପ୍ରସ୍ତୁତ ହୋଇଗଲେ ସଞ୍ଚୟ ଓ ଖର୍ଚ୍ଚ ପ୍ରବାହକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଥାଏ। ମ୍ୟୁଚୁଆଲ ଫଣ୍ଡ। କୌଣସି କମ୍ପାନୀ ଅନେକ ବ୍ୟକ୍ତିଙ୍କ ଠାରୁ ଅର୍ଥ ଆଣେ, ଏକାଠି କରି ଏହାକୁ ଅଂଶଧନ, ଅନୁବନ୍ଧନ ପତ୍ର ବା ଅନ୍ୟ ସମ୍ପତ୍ତିରେ ବିନିଯୋଗ କରିବା କାର୍ଯ୍ୟ କରିଥାଏ। ଏହି ଅର୍ଥକୁ କମ୍ପାନୀ ମ୍ୟୁଚୁଆଲ ଫଣ୍ଡ ଜରିଆରେ କର୍ପୋରେଟ ପ୍ରତିଭୂତି ବିନିଯୋଗ କରିପାରିବେ। ଅନୁବନ୍ଧନ ପତ୍ର। ବଡ଼ ବଡ଼ କମ୍ପାନୀମାନେ ଯାହା ମାଧ୍ୟମରେ ବଜାରରୁ ଋଣ ସଂଗ୍ରହ କରିଥାନ୍ତି ତାହାକୁ ଅନୁବନ୍ଧନ ପତ୍ର କୁହାଯାଏ। ସାଧାରଣ ଲୋକଙ୍କଠାରୁ ଋଣ ସଂଗ୍ରହ ବେଳେ କମ୍ପାନୀ ପ୍ରତ୍ୟେକ ନିବେଶକାରୀଙ୍କୁ ଅନୁବନ୍ଧନ ପ୍ରମାଣପତ୍ର ପ୍ରଦାନ କରିଥାଏ। ଅଂଶଧନ ବଜାର। ଅଂଶଧନ ଏକ ପ୍ରକାର ନିବେଶ ଯାହା ଗୋଟିଏ କମ୍ପାନୀର ଅଂଶ ମାଲିକାନାକୁ ପ୍ରତିନିଧିତ୍ୱ କରେ। ଅଂଶଧନ ଗୁଡ଼ିକ ଯାହା ମାଧ୍ୟମରେ କିଣାବିକା ହୁଏ ତାହାକୁ ଅଂଶଧନ ବଜାର କୁହାଯାଏ। ଆମ ଦେଶରେ ଜାତୀୟ ଅଂଶଧନ ବଜାର ଓ ମୁମ୍ବାଇ ଅଂଶଧନ ବଜାର ଅଂଶଗୁଡ଼ିକୁ କିଣାବିକା କରିଥାଏ। ସେବି ନିବେଶକମାନଙ୍କ ଅଭିଯୋଗ ଶୁଣିବା ଏବଂ ତାହାର ପ୍ରତିକାର ପାଇଁ ଯେଉଁ ବ୍ୟବସ୍ଥା ରହିଛି ତାହାକୁ ପ୍ରତିଭୂତି ଓ ବିନିମୟ ପରିଷଦ ବା ସେବିକା କୁହାଯାଏ। ଏହି ସଂସ୍ଥା ନିବେଶକମାନଙ୍କର ତାଲିକାଭୁକ୍ତ କମ୍ପାନୀଙ୍କ ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକୁ ସମୀକ୍ଷା କରି ତାର ପ୍ରାସଙ୍ଗିକତା ସ୍ଥିର କରେ ଏବଂ ସମ୍ପୃକ୍ତ କମ୍ପାନୀକୁ ସମସ୍ୟା ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥାଏ। 3 ନମ୍ବର କାରଣ ଦର୍ଶାଅ। ଖାଉଟି ଦର, ପାଇକାରୀ ଦର। ଖାଉଟି ଦର। ଖାଉଟି ଦର ସୂଚକ ପ୍ରତିଶ୍ରୁତିରେ ଖାଉଟିମାନେ ବ୍ୟବହାର କରୁଥିବା ବିଭିନ୍ନ ଦ୍ରବ୍ୟଗୁଡ଼ିକୁ ହିସାବକୁ ନିଆଯାଏ। ଏହି ସୂଚକ ସାଧାରଣତଃ ବିଭିନ୍ନ ଶ୍ରମିକ ଗୋଷ୍ଠୀ ଓ ସେମାନଙ୍କ ବ୍ୟବହାର କରୁଥିବା ଦ୍ରବ୍ୟକୁ ନେଇ ପ୍ରସ୍ତୁତ ହୋଇଥାଏ। ଖାଉଟି ଦର ସୂଚକ କହିଲେ ବଢ଼ିଲେ ଖାଉଟି କିଣୁଥିବା ଜିନିଷପତ୍ର ମହଙ୍ଗା ହୋଇଥାଏ। ଏହା ଖାଉଟିର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ। ପାଇକାରୀ ଦର। ଦେଶରେ ଉତ୍ପାଦିତ ହେଉଥିବା ମୁଖ୍ୟ
ଦ୍ରବ୍ୟଗୁଡ଼ିକୁ ହିସାବକୁ ନିଆଯାଇ ପାଇକାରୀ ଦର ସୂଚକ ନିର୍ଦ୍ଧାରଣ କରାଯାଇଥାଏ। ପାଇକାରୀ ଦର ସୂଚକରେ ବୃଦ୍ଧି ଘଟିଲେ ଏହା ଦେଶରେ ଉତ୍ପାଦନ କ୍ଷେତ୍ରରେ ପ୍ରତିକୂଳ ଅବସ୍ଥା ସୃଷ୍ଟି କରିଥାଏ। ମୂଲ୍ୟ ପ୍ରଣୋଦିତ ମୁଦ୍ରାସ୍ଫୀତି ଓ ଯୋଗାଣ ଅଭିବାତ ମୁଦ୍ରାସ୍ଫୀତି। ମୂଲ୍ୟ ପ୍ରଣୋଦିତ ଦରଦାମ ବୃଦ୍ଧି ବା ସାଧାରଣ ଦର ବୃଦ୍ଧି ଯୋଗୁଁ ମୂଲ୍ୟ ପ୍ରଣୋଦିତ ମୁଦ୍ରାସ୍ଫୀତି ସଂଗଠିତ ହୋଇଥାଏ। ପ୍ରସ୍ତୁତକାରୀ ସେମାନଙ୍କର ଲାଭମାତ୍ରା ରକ୍ଷା କରିବା ପାଇଁ ଦର ବୃଦ୍ଧି କରିବା ଯୋଗୁଁ ଏହି ମୁଦ୍ରାସ୍ଫୀତି ସଂଗଠିତ ହୋଇଥାଏ ଓ ଏହା ଖାଉଟିମାନଙ୍କୁ ପ୍ରଭାବିତ କରିଥାଏ। ଯୋଗାଣ ନିହାତି ଜରୁରୀ ଆବଶ୍ୟକ ଦ୍ରବ୍ୟଗୁଡ଼ିକର ଦର ବୃଦ୍ଧିକୁ ଯୋଗାଣ ଅଭିବାତ ମୁଦ୍ରାସ୍ଫୀତି କୁହାଯାଏ। ଯୋଗାଣ ଅଭିବାତ ମୁଦ୍ରାସ୍ଫୀତି ଅନ୍ୟାନ୍ୟ ବ୍ୟବସାୟୀ କ୍ଷେତ୍ରକୁ ପ୍ରଭାବିତ କରିଥାଏ। ଅଂଶଧନ ବଜାର ମ୍ୟୁଚୁଆଲ ଫଣ୍ଡ। ଅଂଶଧନ ବଜାର ମାଧ୍ୟମରେ କୌଣସି କମ୍ପାନୀର ଅଂଶଧନ କିଣାବିକା କରାଯାଇଥାଏ। ଏହା ମାଧ୍ୟମରେ ନିବେଶକାରୀମାନେ ନିଜର ଅର୍ଥକୁ ନିବେଶ କରନ୍ତି ଏବଂ ଏହା ଜାତୀୟ ଅଂଶଧନ ବଜାର ଏବଂ ମୁମ୍ବାଇ ଅଂଶଧନ ବଜାର ମାଧ୍ୟମରେ କିଣାବିକା ହୋଇଥାଏ। ମ୍ୟୁଚୁଆଲ ଫଣ୍ଡ କୌଣସି କମ୍ପାନୀ ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ ଅନେକ ବ୍ୟକ୍ତିଙ୍କ ଠାରୁ ଅର୍ଥ ଆଣି ଏକାଠି କରି ଏହାକୁ ଅଂଶଧନ ଅନୁବନ୍ଧ ପତ୍ର ବା ଅନ୍ୟ ସମ୍ପତ୍ତିରେ ବିନିଯୋଗ କରେ। ନିବେଶକାରୀମାନେ ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ କର୍ପୋରେଟ ପ୍ରତିଭୂତି ନିଜର ଅର୍ଥକୁ ବିନିଯୋଗ କରିଥାନ୍ତି। ନମ୍ବର 4 ପାଇକାରୀ ଦର ସୂଚକ ପାଇଁ କେତୋଟି ଦ୍ରବ୍ୟକୁ ଗ୍ରହଣ କରାଯାଇଥାଏ। 460 କେଉଁ ଦର ସୂଚକ ବୃଦ୍ଧି ପାଇବା ଦେଶ ପାଇଁ ଶୁଭ ଲକ୍ଷଣ ନୁହେଁ? ପାଇକାରୀ ଦର ସୂଚକ। କେଉଁଟି ଅର୍ଥନିବେଶ କରିବା ବେଶ ଆଶଙ୍କାପୂର୍ଣ୍ଣ? ଅଂଶଧନ ବଜାରରେ। କୋର୍ସ କହିଲେ କ'ଣ ବୁଝ? ପ୍ରତିଭୂତି ଓ ବିନିମୟ ପରିଷଦ ବା ସେବିରେ ଅଭିଯୋଗ ପ୍ରବନ୍ଧନ ପାଇଁ ଯେଉଁ କେନ୍ଦ୍ରୀଭୂତ ବ୍ୟବସ୍ଥା ଉପଲବ୍ଧ କରାଯାଇଥାଏ ତାକୁ ସ୍କୋର ବୋଲି କୁହାଯାଏ।